ଆଜିଠୁ ଲଗାତାର 5 ଦିନ ବ୍ୟାଙ୍କ ବନ୍ଦ, ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍। ଲିଷ୍ଟରେ ଆପଣଙ୍କ ସହର ନାହିଁ ତ? ତେବେ ଆସନ୍ତୁ କ'ଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଏଯାଏଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ। ଯଦି ଆପଣ କୌଣସି କାମ ପାଇଁ ବ୍ୟାଙ୍କକୁ ଯିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଖ୍ରୀଷ୍ଟମାସ ଯୋଗୁଁ 3ଟି ଉତ୍ତର ପୂର୍ବ ରାଜ୍ୟରେ ବ୍ୟାଙ୍କ ସେବା ପ୍ରାୟ ଗୋଟିଏ ସପ୍ତାହ ପାଇଁ ବାଧାପ୍ରାପ୍ତ ହେବ। ତେଣୁ ନିରନ୍ତର ଛୁଟି ସାଧାରଣ ଗ୍ରାହକ ଏବଂ ବ୍ୟବସାୟ ମାଲିକ ଉଭୟଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ତେବେ ରାଜ୍ୟଗୁଡ଼ିକରେ ବ୍ୟାଙ୍କ ଶାଖାଗୁଡ଼ିକ ଡିସେମ୍ବର 24ରୁ ଡିସେମ୍ବର 28 ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ଛୁଟି ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟା, ଖ୍ରୀଷ୍ଟମାସ ଦିବସ, ଖ୍ରୀଷ୍ଟମାସ ପାଳନ, ଦ୍ୱିତୀୟ ଶନିବାର ଏବଂ ରବିବାର ଯୋଗୁଁ ବନ୍ଦ ରହିବ। ତେବେ ଛୁଟି ଦିନର ସମ୍ପୂର୍ଣ୍ଣ ତାଲିକା ଉପରେ ଏକ ନଜର ପକାନ୍ତୁ। ଡିସେମ୍ବର 24 ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟା, ଡିସେମ୍ବର 25 ଖ୍ରୀଷ୍ଟମାସ, ଡିସେମ୍ବର 26 ଖ୍ରୀଷ୍ଟମାସ ପାଳନ ଓ ଡିସେମ୍ବର 27 ଦ୍ୱିତୀୟ ଶନିବାର ଏବଂ ଡିସେମ୍ବର 28 ରବିବାର। ତେବେ ଏହି 5 ଦିନରେ କୌଣସି ସରକାରୀ କିମ୍ବା ବେସରକାରୀ ବ୍ୟାଙ୍କ ଶାଖା ଖୋଲା ରହିବ ନାହିଁ। ତେବେ ବ୍ୟବସାୟୀ, ବରିଷ୍ଠ ନାଗରିକ ଏବଂ ଯେଉଁମାନେ ଏପର୍ଯ୍ୟନ୍ତ ଅଫଲାଇନ୍ ବ୍ୟାଙ୍କ ସେବା ଉପରେ ନିର୍ଭର କରନ୍ତି ସେମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତଥାପି ଆଶ୍ୱସ୍ତିକର କଥା ହେଉଛି ଯେ ଡିଜିଟାଲ ବ୍ୟାଙ୍କିଂ ସେବା କାର୍ଯ୍ୟକ୍ଷମ ରହିବ ଓ ଛୁଟି ଦିନରେ ମଧ୍ୟ ନେଟ୍ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ୟୁପିଆଇ ଏବଂ ଏଟିଏମ୍ ସେବାଗୁଡ଼ିକ ସାଧାରଣ ଭାବରେ ଉପଲବ୍ଧ ରହିବ। ଏହାର ଅର୍ଥ ହେଉଛି ଆପଣ ଅନଲାଇନ୍ କାରବାର କରିପାରିବେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।